ତେଲର ସ୍ଥିତି ଆପଣମାନେ ଜାଣନ୍ତି। ସାମାନ୍ୟ ସମସ୍ୟା ସବୁଆଡ଼େ ଅଛି। ଆମେ ଟିକେ ସୋନପୁରରେ ଆମର ଇଣ୍ଟେଲିଜେନ୍ସଟା ବହୁତ ଷ୍ଟ୍ରଙ୍ଗ କରିଥିଲୁ। ସର୍ଭେଲାନ୍ସ ଆମର ଜୋରଦାର ଚାଲିଥିଲା। ଏଥିମଧ୍ୟରେ ଆମେ ଗୋଟେ ଗତକାଲି ମୁଁ ନିର୍ଦ୍ଦେଶ ଦେଇଥିଲି ଏବଂ ଗୋଟେ ଟିମ୍ ଯାଇକରି ପହଞ୍ଚିଥିଲି ଖମେଶ୍ୱରୀପଲ୍ଲୀକୁ ଆସିକରି। ଏଠି 850 ଲିଟର କିରୋସିନ ଧରା ହେଇଛି ଏବଂ ସେମାନେ ଅନ୍ୟାନ୍ୟ କିଛି କେମିକାଲ୍ସ ମିଶିକରି ତାକୁ ଗୋଟେ ଡିଜେଲରେ ଟର୍ନ କରିବାର ଗୋଟେ ପ୍ରଚେଷ୍ଟା ଚଳାଇଥିଲି। ତାକୁ ସବୁ ସିଜ୍ କରାହେଇଛି ଏବଂ ଆଜି ମୁଁ ବ୍ୟକ୍ତିଗତ ଭାବରେ ନିଜେ ଆସିଛି ଫିଲ୍ଡରେ ତଦନ୍ତ କରିବା ପାଇଁ ଯେ କ'ଣ ହେଇଥିବ ପରିସ୍ଥିତି। ଆସିକରି ମୁଁ ଦେଖୁଛି ଏବଂ ଓନର ଯିଏ ଅଛନ୍ତି ସେ ଝାଡ଼ଖଣ୍ଡର। ବର୍ତ୍ତମାନ ତାଙ୍କର ଫୋନ୍ ଲାଗୁନାହିଁ। ସେ ଗୋଟେ ପ୍ରକାର ଆବସ୍କଣ୍ଡେଡ୍ କହିଲେ ଚଳିବ, ଆବସ୍କଣ୍ଡେଡ୍ ଅଛନ୍ତି ଏବଂ ପ୍ରଶାସନ ଦେଖୁଛି କି କ'ଣ ବ୍ୟବସ୍ଥା କରାଯାଇପାରିବ, କ'ଣ ଦଣ୍ଡ ଦିଆଯାଇପାରିବ। ଏଠି ସୋନପୁରରେ ପ୍ରଥମ ଥର କରି ଏଇଭଳିଆ ଗୋଟେ ଘଟଣା ଘଟିଛି। ଆଉ ପ୍ରଥମ ଥର କରି ଏଇଭଳିଆ ଗୋଟେ ଘଟଣାକୁ ଆମେ ସାମ୍ନାକୁ ଆଣିଛୁ। ଆଉ ଗୋଟେ କଥା ମୁଁ କହିପାରିବି କି ଗୋଟେ ଦୃଷ୍ଟାନ୍ତମୂଳକ ଦଣ୍ଡ ବ୍ୟବସ୍ଥା କରାଯିବ।